ବେନ୍ ସିରାକଙ୍କ ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 20। ନୀରବତା ତଥା କଥା। ଏପରି ଏକ ଭର୍ତ୍ସନା ଅଛି ଯାହା ସମୟୋଚିତ ନୁହେଁ ଓ ଜଣେ ମୌନାବଲମ୍ବୀ ବୁଦ୍ଧିମାନ ବ୍ୟକ୍ତି ମଧ୍ୟ ଅଛି। କ୍ରୁଦ୍ଧ ହୋଇ ରହିବା ଅପେକ୍ଷା ତିରସ୍କାର କରିବା ବରଂ ଶ୍ରେୟସ୍କର ଓ ଯିଏ ନିଜ ଦୋଷ ସ୍ୱୀକାର କରେ ସେ ଦଣ୍ଡରୁ ବଞ୍ଚିତ ହେବ। ଯିଏ ହିଂସାତ୍ମକ ଭାବେ ବିଚାର କରେ ସେ କୁମାରୀ କନ୍ୟାର ଚରିତ୍ର ନଷ୍ଟ କରିବା ପାଇଁ ଆଗ୍ରହାନ୍ୱିତ ଏକ କଞ୍ଚୁକି ସଦୃଶ୍ୟ। ମୌନାବଲମ୍ବନ କରୁଥିବା ଯୋଗୁଁ ବୁଦ୍ଧିମାନ ସଦୃଶ ବିବେଚିତ ଏହିପରି ଜଣେ ବ୍ୟକ୍ତି ଥାଏ ଓ ସେହିପରି ଅତିଶୟ ବାଚାଳ ହୋଇଥିବା ହେତୁ ବିଦେଶଯୋଗ୍ୟ ବ୍ୟକ୍ତି ମଧ୍ୟ ଥାଏ। କୌଣସି ଉତ୍ତର ଦେବା ପାଇଁ ଜାଣି ନଥିବା ଯୋଗୁଁ ଜଣେ ମୌନାବଲମ୍ବୀ ବ୍ୟକ୍ତି ଥାଏ ଓ ଏପରି ଜଣେ ଥାଏ ଯେ କି କଥା କହିବାର ସମୟ ହୋଇନାହିଁ ଜାଣି ନୀରବ ରହେ। ଜଣେ ବୁଦ୍ଧିମାନ ବ୍ୟକ୍ତି ଉଚିତ ସମୟ ପର୍ଯ୍ୟନ୍ତ ନିସ୍ତବ୍ଧ ହୋଇ ରହିବ, କିନ୍ତୁ ବଡ଼ିମା ପ୍ରକାଶକାରୀ ଜଣେ ମୂଢ଼ ସେହି ଉଚିତ ସମୟ ସମ୍ବନ୍ଧରେ ଭୁଲ ମତ ପୋଷଣ କରିବ। ଅମିତଭାଷୀ ଘୃଣ୍ୟ ହେବ। ଅନାହୃତ ଭାବେ କଥା କହିବା ପାଇଁ ଯିଏ ଦାବି କରେ ସେ ବିଦ୍ୱେଷ ହେବ। ବିରୋଧାଭାସ ବାକ୍ୟ। ଏକ ବିପଦଗ୍ରସ୍ତ ବ୍ୟକ୍ତି ଭାଗ୍ୟ ଲାଭ କରିପାରେ ଓ ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇପାରେ। ଏକ ନିଷ୍ପ୍ରୟୋଜନୀୟ ଦାନ ଅଛି ଓ ସେହିପରି ଦ୍ୱିଗୁଣ ପ୍ରତିଦାନ ପ୍ରଦାନକାରୀ ଏକ ଦାନ ମଧ୍ୟ ଅଛି। ଅବମାନନାକୁ କଡ଼ାଉଥିବା ଏକ ଗୌରବ ଅଛି ଓ ଦିନହୀନ ଅବସ୍ଥାରୁ ନିଜ ମସ୍ତକକୁ ଉନ୍ନୀତ କରିଥିବା ବ୍ୟକ୍ତିମାନେ ମଧ୍ୟ ଅଛନ୍ତି। ସ୍ୱଳ୍ପ ମୂଲ୍ୟ ବିନିମୟରେ ବହୁ ପଦାର୍ଥର ଏକ କ୍ରେତା ଅଛି, କିନ୍ତୁ ସପ୍ତଗୁଣ ମୂଲ୍ୟ ପ୍ରଦାନକାରୀ ଏକ ବ୍ୟକ୍ତି ମଧ୍ୟ ଅଛି। ଜଣେ ବିଜ୍ଞ ବ୍ୟକ୍ତି ନିଜ କଥିତ ବାକ୍ୟ ଜରିଆରେ ନିଜକୁ ସ୍ନେହର ପାତ୍ର କରେ, କିନ୍ତୁ ଏକ ମୂଢ଼ ଲୋକର ଦାନଗୁଡ଼ିକ ବ୍ୟର୍ଥ। ଏକ ମୂଢ଼ର ଦାନ ତୁମ ପ୍ରତି ପ୍ରୟୋଜନୀୟ ହେବ ନାହିଁ, କାରଣ ସେ ବହୁ ପ୍ରତିଫଳ ପ୍ରାପ୍ତ ହେବା ପାଇଁ ଆଶା ପୋଷଣ କରେ। ସ୍ୱଳ୍ପ ଦାନ କରି ସେ ଅତ୍ୟଧିକ ବଡ଼ିମା ପ୍ରକାଶ କରେ। ଜଣେ ବାର୍ତ୍ତାବାହକ ସଦୃଶ ସେ ନିଜ ମୁଖକୁ ଉନ୍ମୁକ୍ତ କରେ। ଆଜି ସେ ଦାନ କରେ ଓ ଆସନ୍ତାକାଲି ତାହା ଫେରି ପାଇବା ପାଇଁ ଦାବି କରେ। ଏପରି ଜଣେ ବ୍ୟକ୍ତି ନିନ୍ଦନୀୟ। ଜଣେ ମୂଢ଼ କହିବ, ମୋର କୌଣସି ବନ୍ଧୁ ନାହିଁ, ମୋର ସତ୍ କର୍ମାବଳୀ ପାଇଁ କୌଣସି ପ୍ରତିଫଳ ପ୍ରାପ୍ତ ହେଉନାହିଁ। ଯେଉଁମାନେ ମୋର ରୁଟି ଭକ୍ଷଣ କରନ୍ତି ସେମାନେ ଅନୁୟାପୂର୍ବକ କଥା କହନ୍ତି। କେତେଜଣ ତାକୁ ଉପହାସ କରିବେ ଓ ତାହା କେତେ ଥର ହେବ। ଅନୁଚିତ କଥା। ଜିହ୍ୱାର ସ୍ଖଳନ ଅପେକ୍ଷା ପଥରରେ ପଦସ୍ଖଳିତ ହେବା ବରଂ ଶ୍ରେୟସ୍କର ଓ ଦୁଷ୍ଟ ବ୍ୟକ୍ତି ଅତି ଶୀଘ୍ର ପତିତ ହେବ। ଅନଭିଜ୍ଞ ବ୍ୟକ୍ତି ଦ୍ୱାରା ଅନବରତ ଭାବେ କଥିତ ଅବିବେକୀ କାହାଣୀ ସଦୃଶ ଅଟେ ଜଣେ ଅଭଦ୍ର ବ୍ୟକ୍ତି। ମୂଢ଼ର ଅଧର ନିଃସୃତ ଏକ ନୀତିବାକ୍ୟ ଅସ୍ୱୀକାର, କାରଣ ସେ ତାହା ଉଚିତ ସମୟରେ କହେ ନାହିଁ। ଦାରିଦ୍ର୍ୟତା ହେତୁ ଜଣେ ବ୍ୟକ୍ତି ପାପରୁ ଦୂରେଇ ରହିପାରେ, ସୁତରାଂ ବିଶ୍ରାମ ନେବା ସମୟରେ ସେ କୌଣସି ଅନୁତାପ ଅନୁଭବ କରେ ନାହିଁ। ଅପମାନ ଯୋଗୁଁ ଜଣେ ବ୍ୟକ୍ତି ନିଜ ଜୀବନକୁ ହରାଇପାରେ କିମ୍ବା ନିର୍ବୋଧ ବ୍ୟକ୍ତିର କଥା ସକାଶେ ତାହାକୁ ହରାଇପାରେ। ଲଜ୍ଜା ସକାଶେ ଜଣେ ବ୍ୟକ୍ତି ନିଜ ବନ୍ଧୁ ନିକଟରେ ପ୍ରତିଜ୍ଞା କରିପାରେ ଓ ସେହିପରି ଅନାବଶ୍ୟକ ଭାବେ ସେ ତାକୁ ନିଜ ଶତ୍ରୁରେ ପରିଣତ କରେ। ମିଥ୍ୟା କଥା। ମନୁଷ୍ୟଠାରେ ମିଥ୍ୟା ଏକ ବିକୃତ କଳଙ୍କ, ଏକ
ଅଜ୍ଞ ବ୍ୟକ୍ତିର ଅଧରରେ ତାହା ସର୍ବଦା ବିଦ୍ୟମାନ। ଅଭ୍ୟାସ ସିଦ୍ଧ ମିଥ୍ୟାବାଦୀ ଅପେକ୍ଷା ଜଣେ ତସ୍କର ଅଧିକ ବାଞ୍ଛନୀୟ, କିନ୍ତୁ ଉଭୟଙ୍କ ପରିଣାମ ବିନାଶ। ଜଣେ ମିଥ୍ୟାବାଦୀର କଥା ଆଖ୍ୟାତି ଜନ୍ମାଏ ଓ ଅପମାନ ସର୍ବଦା ତାର ସହବର୍ତ୍ତୀ ହୋଇ ରହେ। ବିଜ୍ଞ ବ୍ୟକ୍ତିର ପଦମର୍ଯ୍ୟାଦା ତଥା ବିପଦ। ଯେ ବିଜ୍ଞ ଭାବେ କଥା କହେ ସେ ନିଜକୁ ଉନ୍ନତ କରିବ ଓ ଜଣେ ବୁଦ୍ଧିମାନ ବ୍ୟକ୍ତି ମହାନ ବ୍ୟକ୍ତିମାନଙ୍କୁ ସନ୍ତୁଷ୍ଟ କରାଏ। ଯିଏ ମାଟିରେ ଚାଷ କରେ ସେ ଫସଲ ଗଦା କରିବ ଓ ଯିଏ କର୍ତ୍ତୃପକ୍ଷ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସନ୍ତୁଷ୍ଟ କରାଏ ସେ ନିଜ ଦୋଷ ପାଇଁ କ୍ଷମା ପ୍ରାପ୍ତ ହେବ। ପୁରସ୍କାର ତଥା ଦାନସମୂହ ବିଜ୍ଞ ବ୍ୟକ୍ତିମାନଙ୍କର ଚକ୍ଷୁକୁ ଅନ୍ଧ କରିଦିଏ ଓ ବାକ୍ରୋଦ୍ଧକ ମୁଖ ବନ୍ଧନୀ ସଦୃଶ ତାହା ଭତ୍ସନାକୁ ଅବାକ୍ କରିଦିଏ। ଗୁପ୍ତ ପ୍ରଜ୍ଞା ତଥା ଅଦୃଶ୍ୟ ଧନର ପ୍ରୟୋଜନ ବା କ'ଣ? ଯିଏ ନିଜ ମୂଢ଼ତାକୁ ଲୁଚାଏ ସେ ନିଜ ଜ୍ଞାନକୁ ଗୁପ୍ତ କରି ରଖୁଥିବା ଜଣେ ବ୍ୟକ୍ତି ଅପେକ୍ଷା ଅଧିକ ଉତ୍ତମ। ଅଧ୍ୟାୟ 21 ପାପ ବର୍ଜନ। ହେ ମୋର ବତ୍ସ, ତୁମେ କ'ଣ ପାପ କରିଅଛ? ତାହା ହେଲେ ଆଉ କେବେ ହେଁ ତାହା କର ନାହିଁ ଓ ତୁମ ପୂର୍ବ ପାପଗୁଡ଼ିକର କ୍ଷମା ପାଇଁ ପ୍ରାର୍ଥନା କର। ସର୍ପ ସମୀପରୁ ପଳାୟନ କରୁଥିବା ଭଳି ପାପ ନିକଟରୁ ଦୂରେଇ ଯାଅ, କାରଣ ତୁମେ ଯଦି ପାପର ସନ୍ନିକଟ ହୁଅ ତେବେ ତାହା ତୁମକୁ ଦଂଶନ କରିବ। ତାହାର ଦନ୍ତ ସିଂହ ଦନ୍ତ ସଦୃଶ ଓ ତାହା ମନୁଷ୍ୟମାନଙ୍କ ଆତ୍ମାକୁ ବିନାଶ କରେ। ସମସ୍ତ ନିୟମ ଲଙ୍ଘନ ଦ୍ୱିଧାର ବିଶିଷ୍ଟ ଖଡ଼୍ଗ ସଦୃଶ ଓ ତାହା ଦ୍ୱାରା ସଂଗଠିତ କ୍ଷତ ଆରୋଗ୍ୟତୀତ। ଆତଙ୍କ ତଥା ହିଂସା ଧନର ବିନାଶ ଘଟାଏ। ସେହିପରି ଅହଙ୍କାରୀମାନଙ୍କ ଗୃହ ବିନଷ୍ଟ ହୋଇଯିବ। ଏକ ଦରିଦ୍ର ବ୍ୟକ୍ତିର ମୁଖ ନିଃସୃତ ପ୍ରାର୍ଥନା ଈଶ୍ୱରଙ୍କ କାନରେ ପହଞ୍ଚେ। ତା ପ୍ରତି ନ୍ୟାୟ ବିଚାର ଅବିଳମ୍ବେ ଉପସ୍ଥିତ ହୁଏ। ଯିଏ ତିରସ୍କାର ଘୃଣା କରେ ସେ ପାପୀର ପଥରେ ବିଚରଣ କରେ, କିନ୍ତୁ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ସେ ସହୃଦୟେ ଅନୁତପ୍ତ ହେବ। ଜଣେ ଦ୍ରୁତଭାଷୀ ଦୂର ଦେଶରେ ପ୍ରସିଦ୍ଧ, କିନ୍ତୁ ସ୍ଖଳିତ ହେବା ସମୟରେ ଏକ ବୁଦ୍ଧିମାନ ବ୍ୟକ୍ତି ସେ ସମ୍ବନ୍ଧରେ ଜାଣିଥାଏ। ଅନ୍ୟ ବ୍ୟକ୍ତିର ଅର୍ଥ ବ୍ୟବହାର କରି ଯିଏ ନିଜ ଗୃହ ନିର୍ମାଣ କରେ ନିଜର ଶ୍ମଶାନ ପାଇଁ ପଥର ସଂଗ୍ରହକାରୀ ସଦୃଶ ଅଟେ ସେ। ଅଧର୍ମୀମାନଙ୍କ ସମ୍ମିଳନୀ ରଜ୍ଜୁ ଗଦା ସଦୃଶ। ଉଜ୍ଜଳ ଅଗ୍ନିରେ ଦଗ୍ଧୀଭୂତ ହୋଇ ସେଗୁଡ଼ିକ ପରିସମାପ୍ତି ଘଟିବ। ପାପୀମାନଙ୍କ ପଥ ପଥର ସଜ୍ଜିତ ସୁଗମ ପଥ ସଦୃଶ, କିନ୍ତୁ ତାହା ପାତାଳକୁ କଢ଼ାଇ ନିଏ। ବିଜ୍ଞ ତଥା ମୂଢ଼। ବିଧାନ ପାଳନକାରୀ ନିଜ ଚିନ୍ତା ଗତିକୁ ନିୟନ୍ତ୍ରଣ କରେ ଓ ପ୍ରଜ୍ଞା ପ୍ରଭୁଙ୍କ ପ୍ରତି ଭୟଭକ୍ତି ଦ୍ୱାରା ପରିପୂର୍ଣ୍ଣ ହୁଏ। ଯେ ଚତୁର ନୁହେଁ ତାକୁ ଶିକ୍ଷା ଦେବା ଅସାଧ୍ୟ, କିନ୍ତୁ ଏପରି ଏକ ଚତୁରତା ଅଛି ଯାହା ବିରକ୍ତି ପରିବର୍ତ୍ତିତ କରେ। ଏକ ବୁଦ୍ଧିମାନ ବ୍ୟକ୍ତିର ଜ୍ଞାନ ଉଚ୍ଛ୍ୱସିତ ନଦୀ ସଦୃଶ ବର୍ତ୍ତମାନ ହେବ ଓ ତାର ଉପଦେଶ ଶୁଷ୍କ ହେଉ ନଥିବା ଏକ ନିର୍ଝର ସଦୃଶ। ଏକ ମୂଢ଼ ମନ ଭଗ୍ନ ଅଟ୍ଟିକା ସଦୃଶ, ତାହା କୌଣସି ଜ୍ଞାନକୁ ଧରି ରଖି ପାରେ ନାହିଁ। ଏକ ବୁଦ୍ଧିମାନ ବ୍ୟକ୍ତି ଯେବେ ବିଜ୍ଞତାପୂର୍ଣ୍ଣ ସାରଗର୍ଭକ ମନ୍ତବ୍ୟ ଶୁଣେ ତେବେ ସେ ତାହାକୁ ପ୍ରଶଂସା କରେ ଓ ତାହା ସହ ଅନ୍ୟ କିଛି କଥା ଯୋଗ କରେ, କିନ୍ତୁ ଜଣେ ନିର୍ବୋଧ ବ୍ୟକ୍ତି ତାହା ଶୁଣି ତାହାକୁ ବିଦ୍ୱେଷ କରେ ଓ ତାହାକୁ ନିଜ ପଛକୁ ପକାଇ ଦିଏ। ଏକ ମୂଢ଼ର କଥା ଯାତ୍ରା କାଳର ଦୁର୍ବହ ଭାର ସଦୃଶ, କିନ୍ତୁ ବୁଦ୍ଧିମାନ ବ୍ୟକ୍ତିର ବକ୍ତୃତା ଆନନ୍ଦ ସ୍ଫୁର୍ତ୍ତିତ କରେ। ଏକ ବିବେକୀ ବ୍ୟକ୍ତିର କଥା ପାଇଁ ପରିଷଦ ଅପେକ୍ଷା କରିବ,
ଓ ସେମାନେ ସେ ସମ୍ବନ୍ଧରେ ନିଜ ମନରେ ଆଲୋଚନା କରିବେ। ଜଣେ ନିର୍ବୋଧ ବ୍ୟକ୍ତିର ପ୍ରଜ୍ଞା ଏକ ବିଧ୍ୱସ୍ତ ଗୃହ ସଦୃଶ ଓ ଅଜ୍ଞର ଜ୍ଞାନ ଅପରୀକ୍ଷିତ କଥା ସଦୃଶ। ଏକ ବୁଦ୍ଧିହୀନ ବ୍ୟକ୍ତି ପାଇଁ ଅଧ୍ୟୟନ ପାଦର ଶିକୁଳି ସଦୃଶ ଓ ଦକ୍ଷିଣ ହସ୍ତର ହାତକଡ଼ି ତୁଲ୍ୟ। ଏକ ମୂଢ଼ ଚିତ୍କାର ପୂର୍ବକ ଅଟ୍ଟହାସ୍ୟ କରେ, କିନ୍ତୁ ଏକ ବୁଦ୍ଧିମାନ ବ୍ୟକ୍ତି ନିସ୍ତବ୍ଧ ଭାବେ ମୃଦୁ ହାସ୍ୟ କରେ। ଏକ ବୁଦ୍ଧିମାନ ବ୍ୟକ୍ତି ପାଇଁ ବିଦ୍ୟା ସୁବର୍ଣ୍ଣାଭରଣ ସଦୃଶ ଓ ଦକ୍ଷିଣ ବାହୁର କଙ୍କଣ ତୁଲ୍ୟ। ଏକ ମୂଢ଼ର ପାଦ ଗୃହ ମଧ୍ୟକୁ ଦ୍ରୁତ ଧାବନ କରେ, କିନ୍ତୁ ଏକ ଅଭିଜ୍ଞ ବ୍ୟକ୍ତି ତା ସମ୍ମୁଖରେ ସମ୍ବର୍ଦ୍ଧନାପୂର୍ବକ ଦଣ୍ଡାୟମାନ ହୁଏ। ଏକ ଅଭଦ୍ର ବ୍ୟକ୍ତି ଦ୍ୱାର ଦେଇ ଗୃହ ମଧ୍ୟକୁ ଉଙ୍କି ମାରେ, କିନ୍ତୁ ଏକ ଭଦ୍ର ବ୍ୟକ୍ତି ବାହାରେ ଅପେକ୍ଷା କରେ। ଦ୍ୱାରରେ ଠିଆ ହୋଇ କର୍ଣ୍ଣପାତ କରିବା ଅଶିଷ୍ଟାଚାର ଅଟେ, କିନ୍ତୁ ଜଣେ ବିବେକୀ ସେପରି କରିବା ପାଇଁ ଲଜ୍ଜିତ ହେବ। ଏକ ମିଥ୍ୟା ରଟନାକାରୀ ଅନ୍ୟମାନଙ୍କ କଥା ଆବୃତ୍ତି କରିବ, କିନ୍ତୁ ଜଣେ ବିବେକୀ ନିଜ ବାକ୍ୟକୁ ତରାଜୁରେ ଓଜନ କରି କହେ। ନିର୍ବୋଧ ବ୍ୟକ୍ତିମାନଙ୍କର ମନ ସେମାନଙ୍କ ମୁଖରେ, ଅଭିଜ୍ଞ ବ୍ୟକ୍ତିମାନଙ୍କ ମୁଖ ସେମାନଙ୍କ ମନ ମଧ୍ୟରେ ଥାଏ। ଏକ ଅଧର୍ମୀ ଯେତେବେଳେ ନିଜ ବିରୋଧୀକୁ ଅଭିଶାପ ଦିଏ, ସେତେବେଳେ ସେ ନିଜକୁ ଅଭିଶାପ ଦିଏ। ଏକ କୁତ୍ସା ରଟନାକାରୀ ନିଜକୁ କଳଙ୍କିତ କରେ, ସେ ପ୍ରତିବେଶୀମାନଙ୍କ ବିଦ୍ୱେଷର କାରଣ ହୁଏ। ଆଳସ୍ୟପରାୟଣ ବ୍ୟକ୍ତି। ଅଧ୍ୟାୟ 22। ଆଳସ୍ୟପରାୟଣ ବ୍ୟକ୍ତି ପଙ୍କ ଦ୍ୱାରା ଆବୃତ ପଥର ସଦୃଶ। ସମସ୍ତେ ତାର ଅପମାନକୁ ଛି ଛି କରନ୍ତି। ଏକ ଆଳସ୍ୟପରାୟଣ ବ୍ୟକ୍ତି ଗୋବର ଗଦାର ପଙ୍କ ତୁଲ୍ୟ। ଯିଏ ତାହା ସ୍ପର୍ଶ କରେ, ସେ ତାହା ନିଜ ହସ୍ତରୁ ଛିଞ୍ଚାଡ଼ି ଦିଏ। ଗୁଣଭ୍ରଷ୍ଟ ସନ୍ତାନଗଣ। ଜଣେ କୁମାର୍ଗୀ ପୁତ୍ରର ପିତା ହେବା ନିନ୍ଦନୀୟ ବିଷୟ ଅଟେ ଓ ଏକ କନ୍ୟାର ଜନ୍ମ କ୍ଷତିକାରକ ଅଟେ। ଜଣେ ବିବେକୀମତୀ କନ୍ୟା ଏକ ବର ଲାଭ କରିବ, କିନ୍ତୁ ଯେଉଁ କନ୍ୟା ଲଜ୍ଜାଜନିତ କାର୍ଯ୍ୟ କରେ, ସେ ତାର ପିତାଙ୍କୁ ଦୁଃଖରେ ନିମଗ୍ନ କରେ। ଏକ ଅସତ୍ ଚରିତ୍ରା କନ୍ୟା ତାର ପିତା ତଥା ବରକୁ ଅପମାନିତ କରେ। ଉଭୟଙ୍କ ଦ୍ୱାରା ସେ ବିଦ୍ୱେଷିତ ହେବ। ଅନୁଚିତ ସମୟରେ ବର୍ଣ୍ଣିତ କାହାଣୀ ବିଳାପ କାଳର ସଙ୍ଗୀତ ସଦୃଶ, କିନ୍ତୁ ପ୍ରହାର ତଥା ସଂଶୋଧନ ସର୍ବଦା ବିଜ୍ଞତାପୂର୍ଣ୍ଣ। ପ୍ରଜ୍ଞା ତଥା ମୂଢ଼ତା। ଯିଏ ମୂଢ଼କୁ ଶିକ୍ଷା ଦିଏ, ଖପରା ଖଣ୍ଡ ସମୂହକୁ ଅଠା ଦ୍ୱାରା ଯୋଡ଼ିବା ସଦୃଶ ଅଟେ ସେ, କିମ୍ବା ଗଭୀର ନିଦ୍ରାରେ ନିମଗ୍ନ ଜଣେ ବ୍ୟକ୍ତିକୁ ଜାଗି ଉଠାଇବା ତୁଲ୍ୟ। ଯିଏ ଜଣେ ନିର୍ବୋଧକୁ କୌଣସି କାହାଣୀ କହେ, ସେ ତାହା ଏକ ତନ୍ଦ୍ରାଚ୍ଛନ୍ନ ବ୍ୟକ୍ତିକୁ କହେ। ପରିଶେଷରେ ସେ ପ୍ରଶ୍ନ କରିବ, ତୁମେ କ'ଣ ବା କରିଅଛ? ମୃତ୍ୟୁ ବ୍ୟକ୍ତି ସକାଶେ ବିଳାପ କର, କାରଣ ତା ପାଇଁ ଜ୍ୟୋତି ଅସ୍ତମିତ। ମୂଢ଼ ସକାଶେ ରୋଦନ କର, କାରଣ ସେ ବୁଦ୍ଧି ଶକ୍ତିରୁ ବଞ୍ଚିତ। ମୃତ ବ୍ୟକ୍ତି ସକାଶେ ଅଳ୍ପ ବିଳାପ କର, କାରଣ ସେ ବିଶ୍ରାନ୍ତି ପ୍ରାପ୍ତ। କିନ୍ତୁ ମୂଢ଼ର ଜୀବନ ମୃତ୍ୟୁ ଅପେକ୍ଷା ଅଧିକ ଅପକୃଷ୍ଟ। ମୃତ ବ୍ୟକ୍ତି ପାଇଁ ଉଦ୍ଦିଷ୍ଟ ବିଳାପ 7 ଦିନ ବ୍ୟାପୀ ଦୀର୍ଘ ଥାଏ, କିନ୍ତୁ ମୂଢ଼ ବ୍ୟକ୍ତି କିମ୍ବା ଅଧର୍ମୀ ଲୋକ ନିମନ୍ତେ ଉଦ୍ଦିଷ୍ଟ ବିଳାପ ଆଜୀବନ ତିଷ୍ଠି ରହେ। ଏକ ନିର୍ବୋଧ ଲୋକ ସହିତ ଅଧିକ କଥାବାର୍ତ୍ତା କର ନାହିଁ, କିମ୍ବା ଏକ ବୁଦ୍ଧିହୀନ ଲୋକକୁ ସାକ୍ଷାତ କର ନାହିଁ। ତା ସମ୍ବନ୍ଧରେ ସତର୍କ ହୁଅ, ଅନ୍ୟଥା ସେ ତୁମକୁ ବିପଦାପନ୍ନ କରିବ ଓ ତୁମ ସହ ସ୍ଥାପିତ ସମ୍ପର୍କ ଦ୍ୱାରା ସେ ତୁମକୁ କଳଙ୍କିତ କରିବ। ତାଠାରୁ ଦୂରେଇ ହୋଇ ରୁହ, ତାହା ହେଲେ ତୁମେ ବିଶ୍ରାନ୍ତି ଭୋଗ କରିବ ଓ ତାର ମୂଢ଼ତା ଯୋଗୁଁ ତୁମେ କ୍ଳାନ୍ତ ହେବ ନାହିଁ। ସୀସା ଅପେକ୍ଷା ଅଧିକ ଭାରୀ କ'ଣ ଅଛି?
ଓ ତାର ନାମ ମୂଢ଼ ବ୍ୟତୀତ ଅନ୍ୟ ବା କ'ଣ? ଏକ ନିର୍ବୋଧକୁ ସହ୍ୟ କରିବା ଅପେକ୍ଷା ବାଲୁକା ଲବଣ ତଥା ଖଣ୍ଡ ଲୌହକୁ ବହନ କରିବା ଅଧିକ ସହଜ। ଗୃହରେ ଦୃଢ଼ ଭାବରେ ସଂଯୁକ୍ତ କାଷ୍ଠ ଅରା ଭୂମିକମ୍ପ ଦ୍ୱାରା ଢିଲା ହେବ ନାହିଁ। ସେହିପରି ବୁଦ୍ଧିସମ୍ପନ୍ନ ଆଲୋଚନା ଦ୍ୱାରା ଦୃଢ଼ୀଭୂତ ମନ କୌଣସି ସଙ୍କଟ କାଳରେ ଭୀତତ୍ରସ୍ତ ହେବ ନାହିଁ। ବୁଦ୍ଧିସମ୍ପନ୍ନ ଚିନ୍ତା ଗତିରେ ଦୃଢ଼ୀଭୂତ ଏକ ମନ ମସୃଣ କାନ୍ଥ ଉପରେ ଚୂନ ବାଲି ପଲସ୍ତରା ଦ୍ୱାରା ଚିତ୍ରାଙ୍କିତ ଅଳଙ୍କାର ସଦୃଶ। ଉଚ୍ଚ ସ୍ଥାନମାନଙ୍କରେ ଦିଆଯାଇଥିବା ବାଡ଼ ସମୂହ ବାୟୁ ପ୍ରବାହ ବିରୁଦ୍ଧରେ ଅଟଳ ହୋଇ ରହିବ ନାହିଁ। ସେହିପରି ଭୀରୁ ହୃଦୟ ବିଶିଷ୍ଟ ଏକ ନିର୍ବୋଧ ଲକ୍ଷ୍ୟ ଭୟ ବିରୁଦ୍ଧରେ ଅଚଳ ହୋଇ ରହିବ ନାହିଁ। ମିତ୍ରତା। ଯେ ଚକ୍ଷୁକୁ ଦଳେ ସେ ଅଶ୍ରୁପାତ କରିବ ଓ ଯେ ହୃଦୟକୁ ବ୍ୟଥା ଦିଏ ସେ ତାର ଭାବନାକୁ ପ୍ରକାଶ କରିବ। ଯେ ପକ୍ଷୀଗୁଡ଼ିକୁ ପଥର ଫିଙ୍ଗେ ସେ ସେମାନଙ୍କୁ ଭୀତ କରାଇ ଉଡ଼ାଇ ଦେବ। ଯେ ବନ୍ଧୁମାନଙ୍କୁ ନିନ୍ଦା କରେ ସେ ମିତ୍ରତା ବିଚ୍ଛେଦ କରେ। ଯଦିଓ ବନ୍ଧୁ ବିରୁଦ୍ଧରେ ତୁମ ଖଡ଼୍ଗକୁ ନିଷ୍କାସନ କର ତଥାପି ନିରାଶ ହୁଅ ନାହିଁ, କାରଣ ମୈତ୍ରୀର ନବୀକରଣ ଆହୁରି ସହଜ ସାଧ୍ୟ। ତୁମ ବନ୍ଧୁ ବିରୁଦ୍ଧରେ କଥା କହିଥିବା ସତ୍ତ୍ୱେ ବ୍ୟତିବ୍ୟସ୍ତ ହୁଅ ନାହିଁ, କାରଣ ତଥାପି ପୁନର୍ନିର୍ମାଣ ଆସ୍ଥା ସହଜ ଥାଏ। କିନ୍ତୁ ନିନ୍ଦା ଔଦ୍ଧତ୍ୟ ଗୁପ୍ତ ବିଷୟର ପ୍ରକାଶନ ତଥା ପ୍ରବଞ୍ଚନା ଯେକୌଣସି ବନ୍ଧୁକୁ ପଳାୟନ କରାଇବ। ପ୍ରତିବେଶୀର ଦାରିଦ୍ର୍ୟ କାଳରେ ତାର ବିଶ୍ୱାସ ଭାଜନ ହୁଅ, ତାହା ହେଲେ ତା ଐଶ୍ୱର୍ଯ୍ୟ ସମୟରେ ତୁମେ ମଧ୍ୟ ତା ସହ ଆନନ୍ଦିତ ହୋଇପାରିବ। ସଙ୍କଟ ସମୟରେ ତା ସହିତ ମିଳିତ ହୋଇ ରୁହ, ତାହା ହେଲେ ତାର ଅଧିକାରାଂଶରେ ତୁମେ ଭାଗୀଦାର ହୋଇପାରିବ। ଅଗ୍ନିକୁଣ୍ଡରୁ ଅଗ୍ନି ଜଳି ଉଠିବା ପୂର୍ବରୁ ବାଷ୍ପ ତଥା ଧୂମ ବାହାରେ, ସେହିପରି ନିନ୍ଦା ରକ୍ତପାତର ପୂର୍ବ ସୂଚନା ଅଟେ। ଜଣେ ବନ୍ଧୁକୁ ସଂରକ୍ଷଣ କରିବା ପାଇଁ ମୁଁ ଲଜ୍ଜିତ ହେବି ନାହିଁ ଓ ମୁଁ ତା ସମୀପରୁ ଗୁପ୍ତ ହୋଇ ରହିବି ନାହିଁ। କିନ୍ତୁ ତା ନିମିତ୍ତ ମୋ ପାଇଁ ଯଦି କୌଣସି ଉପଦ୍ରବ ଘଟେ, ତେବେ ଯେଉଁମାନେ ତାହା ସମ୍ବନ୍ଧରେ ଶୁଣିବାକୁ ପାଇବେ ସେମାନେ ତା ପ୍ରତି ସତର୍କିତ ହେବେ। ସତର୍କତା। ମୋର ମୁଖ ଉପରେ ଭଲା କୌଣସି ଜଗୁଆଳି ଥାନ୍ତା ଓ ମୋର ଅଧର ଉପରେ ବିବେକର ଏକ ମୋହର ଭଲା ମୁଦ୍ରାଙ୍କିତ ହୋଇଥାନ୍ତା, ତେବେ ମୁଁ ପଡ଼ିଯାଇ ନଥାନ୍ତି ଓ ମୋର ଜିହ୍ୱା ଦ୍ୱାରା ମୁଁ ବିନଷ୍ଟ ହୋଇନଥାନ୍ତି।